ଏଇ 2-3 ଦିନ ହେଲା ଏ ଘର ଛାଡ଼ି କୁଆଡ଼େ ଚାଲି ଯାଇଛି। ପିଲା ଲୋକ କିଛି ଜାଣିନି। ମୁଁ କ'ଣ କହିଲି? ତା ବାହାଘର କଥା କହିଲି। ମୁଁ ତ ଆଉ କିଛି କହିଲିନି। ସବୁ ବାପା ମା ମାନେ ସେ ଆଇ କହନ୍ତି, ଠିକ୍ ସେମିତି ମୁଁ କହିଲି। ହେଲେ ପିଲାଟା ମନେ କହ, ଆରେ ବାପ ମନଟା ପାପ ଛୁଉଛି। ଏଇ ଠାକୁର ମୋ ପୁଅ ଯେଉଁଠି ଥିଲେ ବି ସିଏ ଭଲରେ ଥାଉ, ଭଲରେ ଘରର କରି ଆସୁ। କେମିତି ଅଛି ଭାରି କଷ୍ଟ କରୁଛି। ନମସ୍କାର ବାପା। ନମସ୍କାର। ଏଇ ଆସିସ୍ ତ ବାହାଘର କଥା କହିପାରିବନି। ଏଇ 2-3 ଦିନ ହେଲା ତ ଏ ଘର ଛାଡ଼ି କୁଆଡ଼େ ଯାଇଥିଲି ରେ? ଆରେ ନ କହି ଏମିତି ଯିବାଟା ଠିକ୍ ହେଲାନି। ମତେ କେତେ କଷ୍ଟ ଲାଗୁଛି তো ଜାଣିଛୁ। ମୁଁ ତୁମର ଅନେକ ଦିନ ସ୍ୱପ୍ନକୁ ପୂରଣ କରିବାକୁ ଯାଇଥିଲି ବାପା। ମୁଁ ଅନେକ ଦିନ ସ୍ୱପ୍ନ ପୂରଣ କରିବାକୁ ଯାଇ ମତେ କିଛି ନ କହି ମୋ ମନରେ ଆଘାତ ଦେଇଛୁ। ଆରେ କି ମୋ ସ୍ୱପ୍ନ ପୂରଣ କରିଛୁ? ଆରେ କହ। ଆରେ ହଁ ବାପା, ମୁଁ ତୁମର ଅନେକ ଦିନ ସ୍ୱପ୍ନକୁ ଆଜି ପୂରଣ କରିଯାଇଛି। ଆରେ କଣଟା କରିଛୁ ମତେ କହିଲେ ସିନା ମୁଁ ଜାଣିବି। ଏଇ ଦେଖ ବାପା, ଏଇ ଦେଖ। ଚାଲ ଆଶୀର୍ବାଦ ନବା। ଏ ଆଶିଷ, ଏ ଝିଅଟା କିଏ ରେ? ଏ ଝିଅଟା କିଏ? ଏ ଝିଅ ଆଉ କେହି ନୁହେଁ ବାପା। ଏ ଝିଅ ହଉଛି ଏ ଘରର ବୋହୂ। କଣ କହିଲ ଆଶିଷ? ଏ ଝିଅ? ହଁ ବାପା, ଏ ଝିଅ ହଉଛି ଏ ଘରର ବୋହୂ। ଆଜି ମୁଁ ବହୁତ ଖୁସି। ଆଜି ମୁଁ ବହୁତ ଖୁସି। ଏ ଘରଟା ଫାଙ୍କା ପଡ଼ିଯାଇଥିଲା। ଏ ଘରେ ବହୁଟିଏ ନିହାତି ଆବଶ୍ୟକ ଥିଲା। ତୁ ଯେତେବେଳେ ବୋହୂ କରି ଆଣିଲୁ ମୁଁ ମନା କରିବି କାହିଁକି? ଆରେ ମୁଁ ମନା କରିବି କାହିଁକି? ହେଲେ ବୋହୂ ମାର ପରିଚୟ ଟିକେ କହ ବାପା। ଏ ଝିଅର ନା କାଜଲ ବାପା। ଅସହରା ଏ ଝିଅ। ଆମେ ଦୁଇ ଜଣ ପରସ୍ପରକୁ ଭଲ ପାଇ ମନ୍ଦିରରେ ଯେ ବିବାହ କରି କାଜଲର ବାପା ଓ ମାଙ୍କର ଆଶୀର୍ବାଦ ନେଇ ଆମ ଘରକୁ ଚାଲି ଆସିଛୁ। ବହୁତ ସୁନ୍ଦର ନାଟି। ଚାଲି ଚଳଣି ରୀତିବିଧିରେ ଜଣା ପଡୁଛି ଏହାକୁ କହନ୍ତି ଓଡ଼ିଆ ଘର ବୋହୂ। ବୋହୂମା, ମୋ ପୁଅ ଯେତେବେଳେ ତମକୁ ମନ ପ୍ରାଣ ଦେଇ ଭଲ ପାଇ ଏ ଘରକୁ ବୋହୂ କରି ଆଣିଛି, ବହୁତ ଭଲ କରିଛି ରେ ମା, ବହୁତ ଭଲ କରିଛି। ହେଲେ ବୋହୂମା, ମୁଁ ତୁମକୁ ଶ୍ୱଶୁର ହିସାବରେ ଗୋଟିଏ ଛୋଟିଆ ଅନୁରୋଧ କରୁଛି ବୋହୂମା। ସେ ଅନୁରୋଧ ତମେ ନିଶ୍ଚୟ ରକ୍ଷା କରିବ। ଏଇ ଆଶିଷ ପିଲାଦିନର ଦୁଃଖ କଷ୍ଟ ସହି ଆସିଥିଲେ ମା। ପିଲାଦିନର ମାକୁ ହରେଇଛି। ତା ବାପା କହିଲେ ମୁଁ, ତା ମା କହିଲେ ମୁଁ। ତାହলে ଅଜଟ ସବୁ ସହି ଆସିଛି। ଯେତେବେଳେ ତମେ ବାପ ଘର ଛାଡ଼ି ତା ହାତ ଧରି ଏ ଘରକୁ ଆସିଛ, ସାରା ଜୀବନ ତା ସହିତ ସଂସାର କରିବ। ହେଲେ ତା ହାତ ଛାଡ଼ି କେବେ ଘୋଡ଼ାଇ ଯିବନି। ତା ହାତ ଛାଡ଼ି ଘୋଡ଼ାଇ ଯିବନି। ମରିବା ପର୍ଯ୍ୟନ୍ତ ମୁଁ କେବେ ହାତ ଛାଡ଼ିବିନି। ଆମେ ବଞ୍ଚିଲେ ବଞ୍ଚିବା ଏକାଠି, ଆମେ ମରିଲେ ମରିବା ଏକାଠି ବାପା। ତମେ ଠିକ କହିଛ, ଠିକ କହିଛ। ଆରେ ଏ ଆଶିଷ, ତତେ ମୁଁ କହିଦେଉଛି, ସେ ବାପ ଘର ଛାଡ଼ି ତ ହାତ ଧରି ଏ ଘରକୁ ଆସିଛି। ତୁ ବି ତା ମନରେ କେବେ କଷ୍ଟ ଦେବନି କି ଦୁଃଖ ଦେବନି। ତମ
ଦୁଇ ଜଣଙ୍କ ଭିତରେ ବୁଝାମଣା ହୋଇ ଘର ସଂସାର କର। ମୁଁ ତ ବୁଢା ଲୋକଟିଏ, ପାଚିଲା ଫଳ ପରି କେତେବେଳେ ଝଡ଼ି ପଡ଼ିବି ତା ଠିକଣା କିଛି ନାହିଁ, ତା ଠିକଣା କିଛି ନାହିଁ। ଆଜି ତ ମା ବଞ୍ଚିଥିଲେ କେତେ ଖୁସି ହେଇଥାନ୍ତା। ମୁଁ ହତଭାଗା ତମମାନଙ୍କୁ ଏମିତି ଠେଆ କରି ବନ୍ଦାପନା କରିବାର ଭୁଲି ଯାଇଛି। ବୋମା ଆଶିଷ ଆସ ମୋ ପାଖକୁ। ଆଶିଷ ମୁଁ ଥିଲି ତ ବାପା, ଆଉ ତୁ ଯେତେବେଳେ ବାହା ହୋଇ ସଂସାର ଆରମ୍ଭ କରିବୁ, ଆଜି ବି ତୁ ହେଲୁ ମୋ ବାପା ଆଉ ମା, ଏଇ ହେଉଛନ୍ତି ମୋ ବୋହୂ। ମୋ ମନରେ କେବେ କଷ୍ଟ ଲାଗିଲା ପରି କାର୍ଯ୍ୟ କରନି ରେ। ତମେ ଦୁହେଁ ସଂସାର କର, ସୁଖରେ ରୁହ। ଆରେ ଚାଲ ଘରକୁ, ମୁଁ ତୁମର ଗେଲାକୁ ହୋଇ ରହିବି। ଚାଲ।